ସମସ୍ତଙ୍କୁ ମୋ ନମସ୍କାର। ମୁଁ ନିକୁ ଆପଣଙ୍କୁ ଲୋକସ୍ ନିକୁ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ସବୁ ସିଆରପି ବା ପୋଷଣ ସଖୀମାନଙ୍କୁ ଗୋଟେ ଋତୁସ୍ରାବ ସ୍ୱଚ୍ଛତା ଦିବସ କୁଇଜ୍ 2026 ଲିଙ୍କ୍ ସେୟାର କରାଯାଇଥିବ। ତ ଆସନ୍ତୁ ଜାଣିବା ଏସବୁ କ୍ୱେଶ୍ଚିନ୍ ଆନ୍ସର ସବୁ କ'ଣ ହେବ। ତ ଫାର୍ଷ୍ଟ ଦେଖନ୍ତୁ, ଯେତେବେଳେ ଆପଣ ଆପ୍ ଓପନ୍ କରିବେ, ସେ ଲିଙ୍କ୍ ଓପନ୍ କରିବେ, ଫାର୍ଷ୍ଟ ଆପଣ ନିଜର ନାଁ, ଜିଲ୍ଲା ନାଁ ଆପଣଙ୍କୁ ଚୁଜ୍ କରିବାର ଅଛି। ତ ଆପଣ ନିଜର ଜିଲ୍ଲା ନାଁଟି ଚଏସ୍ କରିବେ। ଦେନ୍ ଜିଲ୍ଲା ନାଁ ଚଏସ୍ କରିସାରିଲା ପରେ ଦେନ୍ ଆପଣଙ୍କର ବ୍ଲକ ନେମ୍ ଚଏସ୍ କରିବେ। ନିଜ ପଞ୍ଚାୟତ ନାଁ ଆଉ ପଦବୀ, ପୋଷଣ ସଖୀ ବା ସିଆରପି, ଆପଣ ପଦବୀ ଯାହା ଅଛନ୍ତି ପଦବୀ ଏଠି ମେନସନ୍ କରିବେ। ଦେନ୍ ଆପଣ କ'ଣ କରିବେ, ଆପଣ ନିଜ ମୋବାଇଲ ନମ୍ବର ସବମିଟ୍ ଦେଇସାରିଲା ପରେ ଦେନ୍ ଆପଣଙ୍କ କ୍ୱେଶ୍ଚିନ୍ ଆସିବ। ଏପରି 21ଟା କ୍ୱେଶ୍ଚିନ୍ ଆସିବ। ଆସନ୍ତୁ ଜାଣିବା ଗୋଟେ ଗୋଟେ କ୍ୱେଶ୍ଚିନ୍ ଆନ୍ସର କ'ଣ ହେବ। ତ ଫାର୍ଷ୍ଟ କ୍ୱେଶ୍ଚିନ୍ ଅଛି, ପ୍ରତିବର୍ଷ ଋତୁସ୍ରାବ ସ୍ୱଚ୍ଛତା ଦିବସ କେବେ ପାଳନ କରାଯାଏ? ଆନ୍ସର ହେଲା 28 ମେ'ରେ। ଋତୁସ୍ରାବ ସ୍ୱଚ୍ଛତା ଦିବସର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ତ ଏହାର ଆନ୍ସର ହେଲା ମାସିକ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାମାଜିକ ଅନ୍ଧବିଶ୍ୱାସ ଭାଙ୍ଗିବା। ଯାହା ଆନ୍ସର ବି ରହୁଛି, କ୍ଲିକ୍ କରିବେ। ଦେନ୍ ଆପଣଙ୍କର 3 ନମ୍ବର କ୍ୱେଶ୍ଚିନ୍ ଆସିବ, ଋତୁସ୍ରାବ କ'ଣ? ତ ଏହାର ଆନ୍ସର ହେବ ଋତୁସ୍ରାବ ହେଉଛି ଏକ ପ୍ରତି ମାସ ଗର୍ଭାଶୟରୁ ରକ୍ତ ଓ ତନ୍ତୁ ବାହାରିବା 5ରୁ 7 ଦିନ ଏକ ସ୍ୱାଭାବିକ ଜୈବିକ ପ୍ରକ୍ରିୟା। ଦେନ୍ ଆସିବ 4 ନମ୍ବର। ତ 4 ନମ୍ବର କ୍ୱେଶ୍ଚିନ୍ ଅଛି, ସାଧାରଣତଃ କେଉଁ ବୟସରେ ଋତୁସ୍ରାବ ଆରମ୍ଭ ହୁଏ? 10ରୁ 15 ବର୍ଷ। ଋତୁସ୍ରାବ ଚକ୍ର କେତେ ଦିନରେ ହୁଏ? ଋତୁସ୍ରାବ ଚକ୍ର ଆମର 28ରୁ 35 ଦିନ, ପ୍ରାୟ 28ରୁ 35 ଦିନ। ସି ଆନ୍ସରଟା ସି ହେବ। ଦେନ୍ ଆପଣ ନେକ୍ସଟ ଆସିବ ଆମର 6 ନମ୍ବର କ୍ୱେଶ୍ଚିନ୍। ତ 6 ନମ୍ବର ଆସିଲା, ନିମ୍ନଲିଖିତ ମଧ୍ୟରୁ ଋତୁସ୍ରାବ ସମୟରେ ବ୍ୟବହୃତ ସ୍ୱଚ୍ଛତା ସାମଗ୍ରୀ କ'ଣ? ତାର ଅଛି ସାନିଟାରୀ ପ୍ୟାଡ୍, ମେନଚୁରାଲ କପ୍, ଟ୍ରାମ୍ପିନ୍, ଆଉ ଲାଷ୍ଟ ଅଛି ଉପରୋକ୍ତ ସବୁ। ତ ଆନ୍ସର ହେବ ଉପରୋକ୍ତ ସବୁ। ଆନ୍ସର ଡି ହେବ। ଦେନ୍ 6 ନମ୍ବର ପରେ ଆମେ 7 ନମ୍ବର କ୍ୱେଶ୍ଚିନ୍ ଯିବା। 7 ନମ୍ବର କ୍ୱେଶ୍ଚିନ୍ ଆସିବ, ସାନିଟାରୀ ପ୍ୟାଡ୍ କେତେ ସମୟ ପରେ ପରିବର୍ତ୍ତନ କରିବା ଉଚିତ? ଆନ୍ସର ହେଲା ପ୍ରତି 4ରୁ 6 ଘଣ୍ଟାରେ। ଦେନ୍ ଆମର ଆସିଯିବ 7 ନମ୍ବର ପରେ 8 ନମ୍ବର କ୍ୱେଶ୍ଚିନ୍। ତ 8 ନମ୍ବର କ୍ୱେଶ୍ଚିନ୍ ରହୁଛି, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ପାଇଁ ସ୍କୁଲରେ କେଉଁ ସୁବିଧା ଥିବା ଆବଶ୍ୟକ? ତାଲା ଥିବା ଶୌଚାଳୟ, ପାଣି ଓ ସାବୁନ ସୁବିଧା, ଢାଙ୍କଣା ଥିବା ଡଷ୍ଟବିନ୍। ତାପରେ ରହିବ ନେକ୍ସଟ ରହିବ ଉପରୋକ୍ତ ସବୁ। ତ ଆନ୍ସର ହେବ ଉପରୋକ୍ତ ସବୁ। ଦେନ୍ ଆପଣଙ୍କର ଆସିଯିବ ନେକ୍ସଟ ଆମର 9 ନମ୍ବର କ୍ୱେଶ୍ଚିନ୍। 9 ନମ୍ବର କ୍ୱେଶ୍ଚିନ୍ ରହିବ, ଋତୁସ୍ରାବ ସମୟରେ ହାତ ଧୋଇବା କାହିଁକି ଜରୁରୀ? ତ ଆନ୍ସର ହେଲା ସଂକ୍ରମଣ ରୋକିବା ଓ ସ୍ୱଚ୍ଛତା ରକ୍ଷା ପାଇଁ ହାତ ଧୋଇବା ଜରୁରୀ। ଆନ୍ସର ହେବ ବି। ଋତୁସ୍ରାବ ସମୟରେ ଝିଅମାନେ ସ୍କୁଲକୁ ଯାଇପାରିବେ କି? କ୍ୱେଶ୍ଚିନ୍ ରହିବ 10 ନମ୍ବର। ତ ଆନ୍ସର ହେବ ସି, ହଁ, ଋତୁସ୍ରାବ ସ୍ୱାଭାବିକ ଏବଂ ଏହା ଶିକ୍ଷା କିମ୍ବା ଦୈନନ୍ଦିନ କାର୍ଯ୍ୟକୁ ବାଧା ଦେବା ଉଚିତ ନୁହେଁ। ଆନ୍ସର ସି ହେବ। 11 ନମ୍ବର କ୍ୱେଶ୍ଚିନ୍, ଋତୁସ୍ରାବ ସମୟରେ ଝିଅମାନେ ସ୍କୁଲକୁ ଯାଆନ୍ତି ବୋଲି ନିଶ୍ଚିତ କରିବା କେଉଁମାନେ ଦାୟୀ? ତାର ଆନ୍ସର ହେବ ଡି, ଯାହାର ଅଭିଭାବକ, ଶିକ୍ଷକ, ସ୍କୁଲ ପରିଚାଳନା ସମିତି, ସମୁଦାୟ ସଦସ୍ୟ, ସ୍ୱାସ୍ଥ୍ୟକର୍ମୀ, ଉପରୋକ୍ତ ସବୁ। ତ ଆନ୍ସର ହେବ ଉପରୋକ୍ତ ସବୁ। 12 ନମ୍ବର ସିମ୍ପଲ କ୍ୱେଶ୍ଚିନ୍ ଆସିବ, ଜିପିଏଲଏଫ ବା ସିଏଲଏଫ ସଦସ୍ୟମାନଙ୍କର ଭୂମିକା କ'ଣ? ତ ପାଣି, ସାବୁନ, ସାନିଟାରୀ ପ୍ୟାଡ୍ ସହିତ ଶୌଚାଳୟ ସୁବିଧା ନିଶ୍ଚିନ୍ତ। ତ ଏମିତି ସବୁ କ୍ୱେଶ୍ଚିନ୍ ରହିବ। ଦେନ୍ ଆନ୍ସର ରହିବ ଉପରୋକ୍ତ ସବୁ। ଡି ନମ୍ବର ଆନ୍ସର ହେବ। ଋତୁସ୍ରାବ ଗୋଟିଏ ରୋଗ ନା? ଏଇଟା ଆନ୍ସର ହେବ ଭୁଲ, ଋତୁସ୍ରାବ ଏକ ରୋଗ ନୁହଁ। 14 ନମ୍ବର ହେଲା, ରକ୍ତହୀନତା ରୋକିବା ପାଇଁ ମାସିକ ସମୟରେ କେଉଁ ପୋଷକ ତତ୍ତ୍ୱ ଜରୁରୀ? ତ ଆନ୍ସର ହେଲା ଆଇରନ୍। ନିମ୍ନଲିଖିତ ମଧ୍ୟରୁ କେଉଁଟି ଆଇରନ୍ ଯୁକ୍ତ ଖାଦ୍ୟ? ଆନ୍ସର ହେଲା ସବୁଜ ପତ୍ର ଶାକ। 16 ନମ୍ବର, ଋତୁସ୍ରାବ ସ୍ୱଚ୍ଛତା କାହିଁକି ଜରୁରୀ? ତ ଋତୁସ୍ରାବ ସ୍ୱଚ୍ଛତା କାହିଁକି ଜରୁରୀ? ସଂକ୍ରମଣ ରୋକିବା ଓ ସ୍ୱାସ୍ଥ୍ୟ ରକ୍ଷା ପାଇଁ। 17 ନମ୍ବର, ଋତୁସ୍ରାବ ସମୟରେ ଝିଅମାନେ ସ୍ନାନ କରିବା ଉଚିତ ନୁହେଁ। ତ ଆନ୍ସର ହେବ ଭୁଲ, ଋତୁସ୍ରାବ ସମୟରେ ଝିଅମାନେ ସ୍ନାନ କରିବା ନିହାତି ଜରୁରୀ। ତ ଆନ୍ସରଟା ବି ହେବ। 8 ନମ୍ବର, ଯଦି ଋତୁସ୍ରାବ ସ୍ୱଚ୍ଛତା ଠିକ ଭାବେ ରକ୍ଷା ନ କରାଯାଏ କ'ଣ ହୋଇପାରେ? ତ ସଂକ୍ରମଣ ଓ ଦୁର୍ବଳ ସ୍ୱାସ୍ଥ୍ୟ ହେବ। ଆନ୍ସର ବି। ଋତୁସ୍ରାବ ସ୍ୱଚ୍ଛତା ସଚେତନକୁ କେଉଁମାନେ ସମର୍ଥନ କରିବା ଉଚିତ? ତାର ଆନ୍ସର ହେବ ଡି, ସମସ୍ତେ, ପରିବାର, ସ୍କୁଲ, ପୁଅମାନେ, ଝିଅମାନେ ଓ ସମୁଦାୟ। 20 ନମ୍ବର, 2026 ଋତୁସ୍ରାବ ସ୍ୱଚ୍ଛତା ଦିବସର ବିଷୟ କ'ଣ? ତ ଆନ୍ସର ହେଲା ବି ହେବ, ଟୁଗେଦର ଫର ଏ ପିରିୟଡ଼ ଫ୍ରେଣ୍ଡଲି ୱାର୍ଲଡ। ତ ଆନ୍ସର ବି। 21 ନମ୍ବର, ଋତୁସ୍ରାବ ସ୍ୱଚ୍ଛତା ଦିବସ କେଉଁ ସନ୍ଦେଶ ଦେଇଥାଏ? ତ ଆନ୍ସର ହେବ ସି,
ଋତୁସ୍ରାବ ସ୍ୱାଭାବିକ ସାଧାରଣ ଓ ଏହାକୁ ଲଜ୍ଜା ବିନା ଖୋଲାମେଲା ଆଲୋଚନା କରିବା ଉଚିତ। ତ ଆପଣ ଏମିତି ଡାଟା ଏଣ୍ଟ୍ରି କରିସାରିଲା ପରେ ଦେନ୍ ତଳେ ଦେଇଥିବ ସବମିଟ୍, ତ ସବମିଟ୍ କରିବେ। ତ ସବମିଟ୍ କରିସାରିଲା ପରେ ଦେନ୍ ଆପଣଙ୍କର ଏଇଟା ଷ୍ଟେଟକୁ ସବମିଟ୍ ହେଇଯିବ। ତ ଏହିପରି ଭାବରେ ଆପଣ ନିଜର ଯାହା କୁଇଜ୍ ଅଛି କୁଇଜ୍ଟା ଫିଲ୍ଅପ୍ କରିଦେବେ। ତ କୁଇଜ୍ର ଲିଙ୍କ୍ ଆପଣଙ୍କ ଯାହା ବ୍ଲଗ୍ ମାଧ୍ୟମରେ ମିଳିଯାଇଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।